ଶ୍ରୀମଦ୍ ଭଗବଦ୍ ଗୀତା ଅଷ୍ଟାଦଶ ଅଧ୍ୟାୟ ମୋକ୍ଷ ସନ୍ନ୍ୟାସ ଯୋଗ। ଗୀତାର ନିଷ୍କର୍ଷ। ଅର୍ଜୁନ କହିଲେ, ହେ ମହାବାହୁ, ହେ କେଶିହନ୍ତା, ହେ ଋଷିକେଶ, ମୁଁ ତ୍ୟାଗ ଓ ସନ୍ନ୍ୟାସର ଉଦ୍ଦେଶ୍ୟ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା କରେ। ଶ୍ରୀ ଭଗବାନ କହିଲେ, କର୍ମଫଳ ତ୍ୟାଗକୁ ତ୍ୟାଗ ବୋଲି ପଣ୍ଡିତମାନେ କହନ୍ତି ଏବଂ ସେହି ଅବସ୍ଥାକୁ ବିଶିଷ୍ଟ ପଣ୍ଡିତମାନେ ସନ୍ନ୍ୟାସ ବୋଲି କହନ୍ତି। କେତେକ ମନୀଷୀ ବା ବିଶିଷ୍ଟ ପଣ୍ଡିତ କହନ୍ତି ଯେ ସମସ୍ତ ପ୍ରକାର ସକାମ କର୍ମ ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟ କେତେକ ମନୀଷୀ ବା ମୁନି ଅଛନ୍ତି ଯେଉଁମାନେ ମତ ପ୍ରକାଶ କରନ୍ତି ଯେ ଯଜ୍ଞ, ଦାନ ଓ ତପକର୍ମ କଦାପି ତ୍ୟାଗ କରିବା ଉଚିତ ନୁହେଁ। ହେ ଭରତ ଶ୍ରେଷ୍ଠ, ବର୍ତ୍ତମାନ ମୋ ଠାରୁ ତ୍ୟାଗ ସମ୍ବନ୍ଧରେ ଶୁଣ। ହେ ପୁରୁଷ ଶ୍ରେଷ୍ଠ, ଶାସ୍ତ୍ରମାନଙ୍କରେ ଘୋଷଣା କରାଯାଇଛି ଯେ 3 ପ୍ରକାର ତ୍ୟାଗ ଅଛି। ଯଜ୍ଞ, ଦାନ ଓ ତପକର୍ମ ତ୍ୟାଗ କରିବା ଉଚିତ ନୁହେଁ। ଏସବୁ ବରାବର ଚାଲୁ ରଖିବା ଉଚିତ। ବାସ୍ତବରେ ଯଜ୍ଞ, ଦାନ ଓ ତପକର୍ମ ଏପରିକି ବିଶିଷ୍ଟ ମୁନି ଋଷିମାନଙ୍କୁ ମଧ୍ୟ ବିଶୁଦ୍ଧ କରାଏ। ଏ ସମସ୍ତ କର୍ମ ଓ ସମସ୍ତ ଫଳକାଂକ୍ଷା ତ୍ୟାଗ କରିବା ଉଚିତ। ହେ ପୃଥାପୁତ୍ର, ଏସବୁ କର୍ତ୍ତବ୍ୟ ହିସାବରେ କରାଯିବା ଉଚିତ। ଏହା ହେଉଛି ମୋର ଶେଷ ସିଦ୍ଧାନ୍ତ। ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ତ୍ୟାଗ କରିବା ଉଚିତ ନୁହେଁ। ଯଦି ମୋହବଶତଃ କୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ତ୍ୟାଗ କରେ, ତାହେଲେ ସେ ତ୍ୟାଗକୁ ତାମସ ତ୍ୟାଗ କୁହାଯାଏ। ଯଦି କୌଣସି ବ୍ୟକ୍ତି ଶାରୀରିକ କଷ୍ଟ କିମ୍ବା ଭୟ ଯୋଗୁଁ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ତ୍ୟାଗ କରେ, ତାହେଲେ ସେ ରଜୋଗୁଣ ଅଧୀନ ହୋଇଛି ବୋଲି ବୁଝିବାକୁ ହେବ। ଏ ପ୍ରକାର ତ୍ୟାଗ କଦାପି ତାକୁ ଉଚ୍ଚତର ସ୍ତରକୁ ଉନ୍ନୀତ କରାଇବ ନାହିଁ। ହେ ଅର୍ଜୁନ, ଯେ କେବଳ କର୍ତ୍ତବ୍ୟ ସମ୍ପାଦନ କରେ, କାରଣ ତାହା ନିଶ୍ଚୟ କରିବାକୁ ହେବ, ଏବଂ ସମସ୍ତ ଫଳକାମନା ତ୍ୟାଗ କରେ, ସେ ସାତ୍ବିକ ଭାବାପନ୍ନ ହୋଇ ତ୍ୟାଗ କରେ ବୋଲି ବୁଝିବାକୁ ହେବ, ଅର୍ଥାତ୍ ତାର ତ୍ୟାଗ ସାତ୍ବିକ ତ୍ୟାଗ ଅଟେ। ଯେଉଁମାନେ ଅଶୁଭ କର୍ମକୁ ଘୃଣା କରନ୍ତି ନାହିଁ କିମ୍ବା ସତ୍ୱଗୁଣସ୍ଥିତ ଶୁଭକର୍ମ ପ୍ରତି ଆସକ୍ତ ହୁଅନ୍ତି ନାହିଁ, ସେମାନେ କର୍ମ ସମ୍ବନ୍ଧରେ ସଂଶୟହୀନ ଅଟନ୍ତି, ଅର୍ଥାତ୍ ସେମାନଙ୍କର କର୍ମ ସମ୍ବନ୍ଧରେ ଆଉ କୌଣସି ସନ୍ଦେହ ନଥାଏ। ଜୀବ ପକ୍ଷରେ ସମସ୍ତ କର୍ମ ତ୍ୟାଗ କରିବା ବାସ୍ତବିକ ଅସମ୍ଭବ। ତେଣୁ କୁହାଯାଏ ଯେ କର୍ମଫଳ ତ୍ୟାଗ କରେ, ସେ ପ୍ରକୃତରେ ତ୍ୟାଗୀ ଅଟେ। ଯେଉଁମାନେ ତ୍ୟାଗୀ ନୁହନ୍ତି, ସେମାନେ ମୃତ୍ୟୁ ପରେ କର୍ମର ତ୍ରିବିଧ ଫଳ ଅନିଷ୍ଟ, ଇଷ୍ଟ ଓ ମିଶ୍ର ଫଳ ଭୋଗ କରନ୍ତି। କିନ୍ତୁ ଯେଉଁମାନେ ତ୍ୟାଗୀ ବା ସନ୍ନ୍ୟାସୀ, ସେମାନେ ଏ ପ୍ରକାର କର୍ମର ଫଳ ଭୋଗ କରନ୍ତି ନାହିଁ, ଅର୍ଥାତ୍ କର୍ମଫଳ ଜନିତ ସୁଖ ଦୁଃଖ ଭୋଗ କରନ୍ତି ନାହିଁ। ହେ ମହାବାହୁ ଅର୍ଜୁନ, କାର୍ଯ୍ୟାନୁଷ୍ଠାନର ଯେଉଁ 5ଟି କଥା ଅଛି ତାହା ମୋ ଠାରୁ ଶୁଣ। ସାଂଖ୍ୟ ଦର୍ଶନରେ ଏ ସମ୍ବନ୍ଧରେ କୁହାଯାଇଛି ଯେ ଏଗୁଡ଼ିକ ହେଉଛନ୍ତି କାର୍ଯ୍ୟାନୁଷ୍ଠାନର ସ୍ଥାନ, କର୍ତ୍ତା, ଇନ୍ଦ୍ରିୟଗଣ, ଚେଷ୍ଟା ଏବଂ ସର୍ବୋପରି ପରମାତ୍ମା। ବ୍ୟକ୍ତି ଠିକ୍ ହେଉ ବା ବେଠିକ୍ ହେଉ, ଶରୀର, ମନ କିମ୍ବା କଥାରେ ଯେଉଁ କାର୍ଯ୍ୟ କରେ ତାହାର କାରଣ ହେଉଛି ଏ 5ଟି। ତେଣୁ ଯେ ଉପଯୁକ୍ତ 5ଟି କାରଣ କଥା ବିଚାର ନ କରି ନିଜକୁ କର୍ତ୍ତା ବୋଲି ଭାବେ, ବାସ୍ତବରେ ସେ ଅତ୍ୟନ୍ତ ବୁଦ୍ଧିମାନ ନୁହେଁ ଏବଂ ବସ୍ତୁର ପ୍ରକୃତ ସ୍ୱରୂପ ମଧ୍ୟ ସେ ଦେଖିପାରେ ନାହିଁ। ଅର୍ଥାତ୍ ମୂର୍ଖ ଲୋକ ଏକଥା ବୁଝିପାରେ ନାହିଁ ଯେ ପରମାତ୍ମା ଅନ୍ତରରେ ସୁହୃତ ରୂପରେ ବିଦ୍ୟମାନ ରହି ତାର କାର୍ଯ୍ୟକୁ ନିୟନ୍ତ୍ରଣ କରୁଛନ୍ତି। ଯଦିଓ ଭୌତିକ କାରଣଗୁଡ଼ିକ ହେଲା ସ୍ଥାନ, କର୍ତ୍ତା, ପ୍ରଚେଷ୍ଟା ଏବଂ ଇନ୍ଦ୍ରିୟଗଣ, ତଥାପି ଅନ୍ତିମ କାରଣ ହେଲେ ପରମ ପୁରୁଷ ଭଗବାନ। ତେଣୁ ବ୍ୟକ୍ତି କେବଳ 4ଟି ଭୌତିକ କାରଣ ଦେଖିବା ଉଚିତ ନୁହେଁ, ସେ ପରମ କାରଣକୁ ଦେଖିବା ଉଚିତ। ଯିଏ ପରମ ନିୟନ୍ତ୍ରଣକାରୀଙ୍କୁ ଦେଖି ନ ପାରେ, ସେ ନିଜକୁ ହିଁ କର୍ତ୍ତା ବୋଲି ଭାବେ।
ଯେ ମିଥ୍ୟା ଅହଙ୍କାର ଦ୍ୱାରା ପ୍ରଣୋଦିତ ହୁଏ ନାହିଁ, ଯାହାର ବୁଦ୍ଧି ବିଷୟାସକ୍ତ ନୁହେଁ, ସେ ପୃଥିବୀରେ ମନୁଷ୍ୟବଧ କଲେ ସୁଦ୍ଧା ହନ୍ତା ନୁହେଁ, କିମ୍ବା ସେ ତାର କର୍ମବନ୍ଧନରେ ବାନ୍ଧି ହୁଏ ନାହିଁ, ଅର୍ଥାତ୍ କର୍ମଫଳ ଭୋଗ କରେ ନାହିଁ। ଜ୍ଞାନ, ଜ୍ଞାନର ଲକ୍ଷ୍ୟ ଏବଂ ଜ୍ଞାତା ଏ ହେଉଛି ତିନୋଟି କଥା ଯାହା କର୍ମ କରିବାକୁ ପ୍ରେରଣା ଦିଏ। ଇନ୍ଦ୍ରିୟ ଗୁଣ, କର୍ମ ଏବଂ କର୍ତ୍ତା କର୍ମର ତିନୋଟି ଆଧାର ଅଟେ। ଭୂତ ପ୍ରକୃତିର ତ୍ରିଗୁଣ ଅନୁଯାୟୀ ଜ୍ଞାନ, କର୍ମ ଏବଂ କର୍ମ ଅନୁଷ୍ଠାନ ତିନି ପ୍ରକାର ଅଟେ। ସେଗୁଡ଼ିକ ସମ୍ବନ୍ଧରେ ମୁଁ ଯାହା କହୁଛି ଶୁଣ। ଯେଉଁ ଜ୍ଞାନ ସାହାଯ୍ୟରେ ପ୍ରତ୍ୟେକ ଅବସ୍ଥିତିରେ ଏକ ଅବିଭକ୍ତ ବା ଅଖଣ୍ଡ ଦିବ୍ୟ ପ୍ରକୃତି ହିଁ ଦୃଷ୍ଟ ହୁଏ, ଯେଉଁ ଜ୍ଞାନ ସାହାଯ୍ୟରେ ସମସ୍ତ ପ୍ରକାର ବିଭିନ୍ନତାରେ ଏକତା ବା ଐକ୍ୟଭାବ ହିଁ ଦୃଷ୍ଟ ହୁଏ, ସେହି ଜ୍ଞାନ ସାତ୍ତ୍ୱିକ ଜ୍ଞାନ ଅଟେ। ଯେଉଁ ଜ୍ଞାନ ବଳରେ ବିଭିନ୍ନ ଜୀବଙ୍କୁ ବିଭିନ୍ନ ରୂପରେ ବା ବିଭିନ୍ନ ଶରୀର ଧାରଣ କରିଥିବା ରୂପରେ ଦେଖାଯାଏ, ସେ ଜ୍ଞାନ ରାଜସିକ ଜ୍ଞାନ ଅଟେ। ଏବଂ ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ଗୋଟିଏ କାର୍ଯ୍ୟରେ ତାହାକୁ ଏକମାତ୍ର କାର୍ଯ୍ୟ ବୋଲି ଭାବେ ବାସ୍ତବ ଜ୍ଞାନ ଲାଭ ନ କରି ସେଥିରେ ଆସକ୍ତ ହୋଇ ପଡ଼ିଥାଏ ଏବଂ ଯାହାକି ଅତି ସ୍ୱଳ୍ପ ଜ୍ଞାନ ଅଟେ, ସେ ଜ୍ଞାନ ତାମସିକ ଜ୍ଞାନ ଅଟେ। ଯେଉଁ କର୍ମ କର୍ତ୍ତବ୍ୟ ଅନୁରୋଧରେ ଅନାସକ୍ତ ଭାବରେ ରାଗ ଦ୍ୱେଷ ଠାରୁ ଊର୍ଦ୍ଧ୍ୱରେ ରହି ନିଷ୍କାମ କର୍ମୀ ସମ୍ପାଦନ କରେ, ତାହାକୁ ସାତ୍ତ୍ୱିକ କର୍ମ କୁହାଯାଏ। ଯେ କର୍ମ କରି ଫଳାକାଂକ୍ଷା ରଖେ ନାହିଁ, ତାକୁ ନିଷ୍କାମ କର୍ମୀ କୁହାଯାଏ। ବହୁତ କଠିନ ପରିଶ୍ରମ କରି କାମନା ପୂର୍ତ୍ତି ନିମିତ୍ତ ବ୍ୟକ୍ତି ଯେଉଁ କର୍ମ କରେ ଏବଂ ଯେଉଁ କର୍ମ ମିଥ୍ୟା ଅହଙ୍କାର ସଂଯୁକ୍ତ ହୋଇ କରାଯାଏ, ତାହାକୁ ରାଜସିକ କର୍ମ କୁହାଯାଏ। ଯେଉଁ କର୍ମ ଅଜ୍ଞତା ଓ ମୋହର ବଶବର୍ତ୍ତୀ ହୋଇ ଭବିଷ୍ୟତ ବନ୍ଧନ ବା ପରିଣାମ ପ୍ରତି ଦୃଷ୍ଟି ନ ଦିଆଯାଇ କରାଯାଏ, ପୁନଶ୍ଚ ଯାହା ଅନ୍ୟମାନଙ୍କର କ୍ଷତିକାରକ ହୁଏ ଏବଂ ଅବାସ୍ତବ ଅଟେ, ତାହାକୁ ହିଁ ତାମସିକ କର୍ମ କୁହାଯାଏ। ଯେଉଁ କର୍ତ୍ତା ସମସ୍ତ ପ୍ରକାର ଭୌତିକ ସଙ୍ଗରୁ ମୁକ୍ତ, ମିଥ୍ୟା ଅହଙ୍କାର ରହିତ ଅଟେ ଏବଂ ଯେ ଖୁବ୍ ଉତ୍ସାହ ଏବଂ ଦୃଢ଼ ପ୍ରତିଜ୍ଞ ଏବଂ ଯେ ସିଦ୍ଧି ଓ ଅସିଦ୍ଧିରେ ସମଭାବାପନ୍ନ, ତାଙ୍କୁ ସାତ୍ତ୍ୱିକ କର୍ତ୍ତା କୁହାଯାଏ। କିନ୍ତୁ ଯେଉଁ କର୍ତ୍ତା ତାର କର୍ମଫଳ ପ୍ରତି ଆସକ୍ତ ଏବଂ ଯେ ସେ ଫଳ ଉପଭୋଗ କରିବାକୁ ବରାବର ଇଚ୍ଛୁକ, ସେ ଲୋଭୀ, ହିଂସାତ୍ମକ, ଅପବିତ୍ର ଏବଂ ସୁଖ ଦୁଃଖରେ ଉତ୍ଫୁଲ୍ଲ ବା ବ୍ୟଥିତ, ତାକୁ ରାଜସିକ କର୍ତ୍ତା କୁହାଯାଏ। ଯେଉଁ କର୍ତ୍ତା ସର୍ବଦା ନିଜ ମନ ଇଚ୍ଛା କାମ କରେ, ଶାସ୍ତ୍ର ନିର୍ଦ୍ଦେଶ ମାନେ ନାହିଁ, ଯେ ଭୌତିକବାଦୀ ଅଟେ, ଯେ ବଡ଼ ଉଦ୍ଧତ ଅଟେ, ଅନ୍ୟକୁ ଠକେ ଏବଂ ଅନ୍ୟମାନଙ୍କୁ ଅପମାନ ଦେବାରେ ବଡ଼ ଦକ୍ଷ ଅଟେ, ପୁନଶ୍ଚ ଯେ ଆଳସ୍ୟପରାୟଣ, ବିଷାଦୀ ଏବଂ ଦୀର୍ଘସୂତ୍ରୀ ଅର୍ଥାତ୍ ଠିକ୍ ସମୟରେ କାମ ନ କରେ, ସେ ତାମସିକ କର୍ତ୍ତା ଅଟେ। ବର୍ତ୍ତମାନ ହେ ଧନଞ୍ଜୟ, ପ୍ରକୃତିର ତ୍ରିଗୁଣ ଅନୁଯାୟୀ କିପରି ତିନି ପ୍ରକାର ବୁଦ୍ଧି ଓ ଧୃତି ଅଛି, ତାହା ମୋଠାରୁ ବିସ୍ତୃତ ଭାବେ ଶୁଣ। ହେ ପୃଥାପୁତ୍ର, ଯେଉଁ ବ୍ୟକ୍ତି ବୁଦ୍ଧି ବଳରେ ଜାଣିପାରେ କ'ଣ କରଣୀୟ ଏବଂ କ'ଣ କରଣୀୟ ନୁହେଁ, କାହାକୁ ଭୟ କରିବା ଏବଂ କାହାକୁ ଭୟ କରିବା କଥା ନୁହଁ, ବନ୍ଧନ କ'ଣ ଓ ମୁକ୍ତି କ'ଣ, ସେସବୁ ବୁଦ୍ଧି ସାତ୍ତ୍ୱିକ ବୁଦ୍ଧି ଅଟେ। ହେ ପୃଥାପୁତ୍ର, ଯେଉଁ ବୁଦ୍ଧି ବଳରେ ଧର୍ମ କ'ଣ ଅଧର୍ମ କ'ଣ ଠିକ୍ ରୂପେ ଜଣାଯାଏ ନାହିଁ, ପୁନଶ୍ଚ କାର୍ଯ୍ୟ କ'ଣ ଓ ଅକାର୍ଯ୍ୟ କ'ଣ ଠିକ୍ ରୂପେ ଜଣାଯାଏ ନାହିଁ, ସେ ପ୍ରକାର ଅପୂର୍ଣ୍ଣ ବୁଦ୍ଧିକୁ ରାଜସିକ ବୁଦ୍ଧି କୁହାଯାଏ। ହେ ପାର୍ଥ, ଯେଉଁ ବୁଦ୍ଧି ବଳରେ ବ୍ୟକ୍ତି ଅଜ୍ଞତା ଓ ମାୟାର ବଶବର୍ତ୍ତୀ ହୋଇ ଧର୍ମକୁ ଅଧର୍ମ ଏବଂ ଅଧର୍ମକୁ ଧର୍ମ ବୋଲି ଭାବେ ଏବଂ ସର୍ବଦା ବିପରୀତ ଆଚରଣ କରେ, ଅର୍ଥାତ୍ ଭୁଲ ବାଟରେ ପରିଚାଳିତ ହୁଏ, ତାହା ତାମସିକ ବୁଦ୍ଧି ଅଟେ। ହେ ପୃଥାପୁତ୍ର, ଯେଉଁ ଧୃତି ଅଖଣ୍ଡ ଧୃତି ଅଟେ, ଯାହା ଯୋଗ ସାଧନା ବଳରେ ଖୁବ୍ ଦୃଢ଼ ହୋଇଛି
ଏବଂ ଯାହା ମନ, ପ୍ରାଣ ଏବଂ ଇନ୍ଦ୍ରିୟମାନଙ୍କର କ୍ରିୟାକର୍ମକୁ ନିୟନ୍ତ୍ରଣ କରେ ତାହା ସାତ୍ବିକ ଧୃତି ଅଟେ। ହେ ଅର୍ଜୁନ, ଯେଉଁ ଧୃତି ସାହାଯ୍ୟରେ ବ୍ୟକ୍ତି ଧର୍ମ, ଅର୍ଥଲାଭ ଏବଂ ଇନ୍ଦ୍ରିୟ ସୁଖ ଭୋଗ କାମନା କରେ ତାହା ରାଜସିକ ଧୃତି ଅଟେ। ଏବଂ ଯେଉଁ ଧୃତି ସାହାଯ୍ୟରେ ବ୍ୟକ୍ତି କେବଳ ସ୍ୱପ୍ନ, ଭୟ, ଶୋକ, ବିଷାଦ ଭୋଗ କରି ଏବଂ ମାୟାମୋହିତ ହୁଏ ସେ ନିର୍ବୋଧ ଧୃତି ତାମସୀ ଧୃତି ଅଟେ। ହେ ଭରତ ଶ୍ରେଷ୍ଠ, ବଦ୍ଧ ଜୀବ ଯେଉଁ 3 ପ୍ରକାର ସୁଖ ଭୋଗ କରେ ଏବଂ ବେଳେବେଳେ ଯାହାଦ୍ୱାରା ସେ ସମସ୍ତ ପ୍ରକାର ଶେଷାବସ୍ଥା ଲାଭ କରିପାରେ ତାହା ମୋଠାରୁ ଶୁଣ। ଯେଉଁ ସୁଖ ପ୍ରାରମ୍ଭରେ ବିଷ ପରି କିନ୍ତୁ ଶେଷରେ ଅମୃତ ପରି କାମ କରେ ଏବଂ ଯାହା ବ୍ୟକ୍ତିକୁ ଆତ୍ମ ଅନୁଭୂତି ଲାଭ ଦିଗରେ ଜାଗ୍ରତ କରାଏ ସେ ସୁଖ ସାତ୍ବିକ ସୁଖ ଅଟେ। ବିଷୟ ସଂଯୋଗରେ ଯେଉଁ ଇନ୍ଦ୍ରିୟ ସୁଖ ମିଳେ ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟଭୋଗ୍ୟ ବିଷୟବସ୍ତୁ ସହିତ ସଂଯୋଗ ହେଲେ ଯେଉଁ ସୁଖ ମିଳେ ଏବଂ ଯାହା ପ୍ରଥମେ ଅମୃତ ପରି ଜଣାପଡ଼େ କିନ୍ତୁ ପରିଣାମରେ ବିଷ ସଦୃଶ ଅଟେ ସେ ସୁଖ ରାଜସିକ ସୁଖ ଅଟେ। ଯେଉଁ ସୁଖ ବ୍ୟକ୍ତିକୁ ଆତ୍ମ ଅନୁଭୂତି ଦିଗ ପ୍ରତି ଅନ୍ଧ କରିଦିଏ ଅର୍ଥାତ୍ ଆତ୍ମ ଅନୁଭୂତି ଲାଭ ଦିଗରେ ସହାୟକ ହୁଏ ନାହିଁ, ଯାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାୟାମୋହିତ ଅଟେ ଏବଂ ଯାହା ନିଦ୍ରା, ଆଳସ୍ୟ ଏବଂ ମାୟାରୁ ଜାତ ସେ ସୁଖକୁ ତାମସିକ ସୁଖ କହନ୍ତି ଅର୍ଥାତ୍ ତମୋଗୁଣଜାତ ସୁଖ ବୋଲି କୁହାଯାଏ। ଏଠାରେ ହେଉ ବା ଉଚ୍ଚ ଲୋକରେ ଥିବା ଦେବତାମାନଙ୍କ ମଧ୍ୟରେ ହେଉ ଏପରି କୌଣସି ପ୍ରାଣୀ ନାହିଁ ଯେ କି ଭୂତ ପ୍ରକୃତିର ତ୍ରିଗୁଣରୁ ମୁକ୍ତ ଅଟେ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ରମାନେ ସେମାନଙ୍କର ଗୁଣକର୍ମ ଅନୁଯାୟୀ ପରିଚିତ ହୁଅନ୍ତି। ହେ ଶତ୍ରୁ ଦମନକାରୀ, ପ୍ରକୃତିର ତ୍ରିଗୁଣ ମଧ୍ୟରୁ ଯିଏ ଯେଉଁ ଗୁଣରେ ଅବସ୍ଥାନ କରୁଥାଏ ତଦନୁଯାୟୀ କର୍ମ କରି ସେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ କିମ୍ବା ଶୂଦ୍ର ବୋଲି ବିବେଚିତ ହୁଏ। ଶାନ୍ତଭାବ, ଆତ୍ମସଂଯମ, ତପସ୍ୟା, ପବିତ୍ରତା, ସହିଷ୍ଣୁତା, ସାଧୁତା, ଜ୍ଞାନ, ବିଜ୍ଞାନ ଏବଂ ଧର୍ମଭାବ ଏସବୁ ହେଉଛି ବ୍ରାହ୍ମଣମାନଙ୍କର ଗୁଣ। ଏହିମାନଙ୍କ ସାହାଯ୍ୟରେ ବ୍ରାହ୍ମଣମାନେ କର୍ମ କରନ୍ତି। ବୀରପଣିଆ, ଶକ୍ତି, ଧୈର୍ଯ୍ୟ, ଦକ୍ଷତା, ଯୁଦ୍ଧକ୍ଷେତ୍ରରେ ପ୍ରଦର୍ଶିତ ସାହସ, ବଦାନ୍ୟତା ଏବଂ ପ୍ରଭୁତ୍ୱ ଏଗୁଡ଼ିକ ହେଉଛି କ୍ଷତ୍ରିୟମାନଙ୍କର ଗୁଣ ଏବଂ ଏହି ଗୁଣ ଅନୁଯାୟୀ କ୍ଷତ୍ରିୟମାନେ କର୍ମ କରନ୍ତି। କୃଷି, ଗୋରକ୍ଷା ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ଗୁଣକର୍ମ ଅଟେ ଏବଂ ଶୂଦ୍ରମାନଙ୍କ ନିମିତ୍ତ ଶ୍ରମ କରିବା ଏବଂ ଅନ୍ୟମାନଙ୍କର ସେବା କର୍ମ ନିର୍ଦ୍ଦିଷ୍ଟ କରାଯାଇଛି। ମାନବ ନିଜର ଗୁଣ ଅନୁଯାୟୀ କର୍ମ କଲେ ସିଦ୍ଧି ଲାଭ କରିପାରିବ। ବର୍ତ୍ତମାନ ଦୟାକରି ମୋ ଠାରୁ ଶୁଣ ଏହା କିପରି ହୋଇପାରେ। ଯେଉଁ ଭଗବାନ ସମସ୍ତଙ୍କର ଉଦ୍ଭବ ସ୍ଥଳ ଏବଂ ଯିଏ ସର୍ବବ୍ୟାପକ ଅଟନ୍ତି ତାଙ୍କୁ ମାନବ କର୍ତ୍ତବ୍ୟ ମାଧ୍ୟମରେ ପୂଜା କଲେ ସିଦ୍ଧିପ୍ରାପ୍ତ ହେବ। ବ୍ୟକ୍ତି ଅନ୍ୟର ସ୍ୱଧର୍ମ ଅର୍ଥାତ୍ କର୍ମ ବା ଧନ୍ଦାକୁ ଯେତେ ନିର୍ଦ୍ଦୋଷ ଭାବେ ଆଚରଣ କଲେ ସୁଦ୍ଧା ନିଜର ସ୍ୱଧର୍ମ ବା ପ୍ରକୃତିଗତ କର୍ମରେ ନିଯୁକ୍ତ ରହିବା ଉଚିତ। ସେ ନିଜର ପ୍ରକୃତିଗତ କର୍ମ ବା ଧନ୍ଦା ନିର୍ଦ୍ଦୋଷ ଭାବେ କରି ନ ପାରିଲେ ସୁଦ୍ଧା ସେଥିରେ ନିଯୁକ୍ତ ରହିବା ଉଚିତ ଅଟେ। ନିଜର ପ୍ରକୃତି ଅନୁଯାୟୀ ନିର୍ଦ୍ଦିଷ୍ଟ କର୍ମ ବା ଧନ୍ଦା କେବେ ହେଲେ ପାପର ପ୍ରତିକ୍ରିୟା ଦ୍ୱାରା ପ୍ରଭାବିତ ହୁଏ ନାହିଁ। ଯେପରି ଅଗ୍ନି ଧୂମ୍ରରେ ଆଚ୍ଛାଦିତ ହୋଇଥାଏ ସେହିପରି ପ୍ରତ୍ୟେକ ପ୍ରଚେଷ୍ଟା କିଛି ନା କିଛି ଦୋଷ ଦ୍ୱାରା ଆବୃତ ହୋଇଥାଏ। ତେଣୁ ବ୍ୟକ୍ତି ତାର ପ୍ରକୃତିଜାତ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ। ହେ କୁନ୍ତୀପୁତ୍ର, ସେ କର୍ମ ଯେତେ ଦୋଷଯୁକ୍ତ ହେଲେ ବି ତାହା ତ୍ୟାଜ୍ୟ ନୁହେଁ। ବ୍ୟକ୍ତି କେବଳ ଆତ୍ମସଂଯମ ଦ୍ୱାରା ଏବଂ ଭୌତିକ ପଦାର୍ଥ ଓ ସୁଖ ସମ୍ପଦ ପ୍ରତି ଅନାସକ୍ତ ହେବା ଦ୍ୱାରା ସନ୍ନ୍ୟାସର ଫଳ ଲାଭ କରିପାରେ। ଏହା ସନ୍ନ୍ୟାସର ଚରମ ସିଦ୍ଧି ଅଟେ।
हे कुंती पुत्र, ବ୍ୟक्ति किपरि चरम सिद्धि अवस्था ब्रह्मभूत अवस्था लाभ करिपारे ताहा मु वर्तमान संक्षेपरे वर्णना करिबि, ताहा तुमे मोठारु शुण। जो व्यक्ति शुद्ध बुद्धि बଳରେ ନିଜକୁ ବିଶୁଦ୍ଧ କରିପାରିଥାଏ ଏବଂ ଦୃଢ଼ ମନୋବଳ ସହ ମନ ସଂଯମ କରି ଇନ୍ଦ୍ରିୟ ସୁଖ ଭୋଗ ବିଷୟବସ୍ତୁକୁ ତ୍ୟାଗ କରି ରାଗ ଦ୍ୱେଷରୁ ମୁକ୍ତ ହୋଇ ଏକାନ୍ତ ସ୍ଥାନରେ ବାସ କରୁଥାଏ, ଅଳ୍ପ ଆହାର କରୁଥାଏ ଏବଂ ଶରୀର ଓ ଜିହ୍ବାକୁ ସଂଯତ କରି ରଖିପାରିଥାଏ ଏବଂ ସର୍ବଦା ଧ୍ୟାନସ୍ଥ ହୋଇଥାଏ ଏବଂ ଅନାସକ୍ତ ଭାବରେ ରହିଥାଏ ଏବଂ ଯେ ମିଥ୍ୟା ଅହଙ୍କାର, ଦର୍ପ, କାମ, କ୍ରୋଧ ଆଦିକୁ ତ୍ୟାଗ କରିଥାଏ ଏବଂ ଯେ କୌଣସି ପ୍ରକାର ଭୌତିକ ବିଷୟବସ୍ତୁକୁ ଗ୍ରହଣ କରି ନାହିଁ, ସେ ପ୍ରକାର ବ୍ୟକ୍ତି ନିଶ୍ଚିତ ରୂପେ ବ୍ରହ୍ମଭୂତ ସ୍ତରକୁ ଉନ୍ନୀତ ହୁଏ। ଯିଏ ଏହି ପ୍ରକାରେ ଦିବ୍ୟ ସ୍ତରରେ ଅବସ୍ଥାନ କରେ ସେ ସାଙ୍ଗେ ସାଙ୍ଗେ ପରମ ବ୍ରହ୍ମଙ୍କୁ ଜାଣିପାରେ। ସେ କୌଣସି ପ୍ରକାରେ ଦୁଃଖ ପ୍ରକାଶ କରେ ନାହିଁ କିମ୍ବା କିଛି ପାଇବାକୁ ଇଚ୍ଛା କରେ ନାହିଁ। ସେ ସମସ୍ତ ଜୀବଙ୍କୁ ସମାନ ଭାବରେ ଦେଖେ। ସେ ଅବସ୍ଥାରେ ସେ ମୋର ଶୁଦ୍ଧ ଭକ୍ତି ଲାଭ କରେ। କେବଳ ଭକ୍ତି ଯୋଗରେ ହିଁ ବ୍ୟକ୍ତି ପରମ ପୁରୁଷ ଭଗବାନଙ୍କୁ ସ୍ୱରୂପତଃ ଜାଣିପାରେ ଏବଂ ଯେତେବେଳେ ସେ ଏ ପ୍ରକାର ଭକ୍ତିରେ ପୂର୍ଣ୍ଣ ଭଗବତ ଚେତନାରେ ଅବସ୍ଥାନ କରେ ସେତେବେଳେ ସେ ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିପାରେ। ମୋ ଭକ୍ତ ଯଦିଓ ସମସ୍ତ କର୍ମରେ ନିଯୁକ୍ତ ଥାଏ ତଥାପି ମୋର ସୁରକ୍ଷା ହେତୁ ମୋ କୃପାରୁ ସେ ଶାଶ୍ୱତ ଅବ୍ୟୟ ପଦ ଲାଭ କରେ। ସମସ୍ତ ପ୍ରକାର କର୍ମ ସମ୍ପାଦନ ନିମିତ୍ତ ମୋ ଉପରେ ନିର୍ଭର କର ଏବଂ ସର୍ବଦା ମୋର ଆଶ୍ରୟରେ ରହି କର୍ମ କର। ଏ ପ୍ରକାର ଭକ୍ତି ଯୋଗରେ ରହି ସମ୍ପୂର୍ଣ୍ଣ ରୂପେ ମୋ ପ୍ରତି ସଚେତନ ହୁଅ। ତୁମେ ଯଦି ମୋ ପ୍ରତି ଚେତନଶୀଳ ହେବ ତାହେଲେ ମୋ କୃପାରୁ ତୁମେ ଏ ବଦ୍ଧ ଜୀବନର ସମସ୍ତ ପ୍ରତିବନ୍ଧକକୁ ପାର ହୋଇଯିବ। ଯଦି ତୁମେ ଏ ପ୍ରକାର ଚେତନାରେ କାର୍ଯ୍ୟ ନ କର କିନ୍ତୁ ମୋ କଥା ନ ଶୁଣି ଯଦି ଅହଙ୍କାର ବଶତଃ କାର୍ଯ୍ୟ କର ତାହେଲେ ତୁମେ ନିଜର ବିନାଶ ସାଧନ କରିବ। ମୋର ନିର୍ଦ୍ଦେଶରେ ତୁମେ ଯଦି କାର୍ଯ୍ୟ ନ କରିବ ଏବଂ ଯୁଦ୍ଧ ନ କରିବ ତାହେଲେ ତୁମେ ଭ୍ରାନ୍ତ ପଥର ପଥିକ ହେବ। ତୁମର ପ୍ରକୃତି ଅନୁଯାୟୀ ତୁମକୁ ଯୁଦ୍ଧ କର୍ମରେ ହିଁ ବ୍ୟାପୃତ ରହିବାକୁ ପଡ଼ିବ। ମୋହବଶତଃ ତୁମେ ମୋର ନିର୍ଦ୍ଦେଶ ଅନୁଯାୟୀ କର୍ମ ନ କରିବା ପାଇଁ କହୁଛ, କିନ୍ତୁ ହେ କୁନ୍ତୀ ପୁତ୍ର, ତୁମର ପ୍ରକୃତି ଯୋଗୁଁ ତୁମେ ବାଧ୍ୟ ହୋଇ ସେହି କାମ ହିଁ କରିବ। ହେ ଅର୍ଜୁନ, ପରମେଶ୍ୱର ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଏବଂ ସେ ସମସ୍ତ ଜୀବଙ୍କୁ ଭ୍ରମଣ କରାଉଛନ୍ତି। ଜୀବଗଣ ଭୌତିକ ଶକ୍ତି ନିର୍ମିତ ଏକ ଯନ୍ତ୍ର ଉପରେ ଚଢ଼ି ଭ୍ରମଣ କଲା ପରି ଭ୍ରମଣ କରୁଛନ୍ତି। ହେ ଭରତ ପୁତ୍ର, ସର୍ବତ ଭାବେ ତାଙ୍କର ଶରଣରେ ଯାଅ। ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଏବଂ ପରମ ଶାଶ୍ୱତ ପଦ ଲାଭ କରିବ। ଏହିପରି ମୁଁ ଅତ୍ୟନ୍ତ ବୃହତ୍ତମ ଜ୍ଞାନ କଥା ତୁମକୁ କହିଲି। ବର୍ତ୍ତମାନ ଏ ସମ୍ବନ୍ଧରେ ଭଲ ରକମ ଚିନ୍ତା କରି ଯାହା ଭାବୁଛ ତାହା କର। ତୁମେ ମୋର ଅତି ପ୍ରିୟ ସଖା ହୋଇଥିବାରୁ ମୁଁ ତୁମକୁ ଅତି ଗୁପ୍ତତମ ଜ୍ଞାନ କଥା କହୁଛି, ତାହା ତୁମେ ମୋଠାରୁ ଶୁଣ। ତୁମର ମଙ୍ଗଳ ପାଇଁ ମୁଁ ଏହା କହୁଛି। ସର୍ବଦା ମୋତେ ଚିନ୍ତା କର ଏବଂ ମୋର ଭକ୍ତ ହୁଅ। ମୋତେ ପୂଜା କର ଏବଂ ମୋତେ ତୁମର ପ୍ରଣାମ ଜଣାଅ। ଏହିପରି ତୁମେ ନିଶ୍ଚିତ ଭାବେ ମୋ ପାଖକୁ ଆସିବ। ଏହା ମୁଁ ତୁମ ପାଖରେ ପ୍ରତିଜ୍ଞା କରି କହୁଛି, କାରଣ ତୁମେ ମୋର ଅତି ପ୍ରିୟ ସଖା। ସମସ୍ତ ପ୍ରକାର ଧର୍ମ ତ୍ୟାଗ କର, କେବଳ ମୋର ଶରଣରେ ଆସ। ମୁଁ ତୁମକୁ ସମସ୍ତ ପ୍ରକାର ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତି ଦେଇପାରିବି। ଏଥିରେ କିଛି ଭୟ କରିବାର ନାହିଁ। ଏ ଗୃହ୍ୟ ଜ୍ଞାନ ସମସ୍ତଙ୍କୁ କୁହାଯାଇ ନ ପାରି। ଯେଉଁମାନେ ତପସ୍ୟା କରନ୍ତି ନାହିଁ କିମ୍ବା ଭକ୍ତ ନୁହନ୍ତି କିମ୍ବା ସେବାରତ ନୁହନ୍ତି କିମ୍ବା ଯେଉଁମାନେ ମୋତେ ଈର୍ଷା କରନ୍ତି ସେମାନଙ୍କୁ ଏହା କୁହାଯାଇ ନପାରେ।
ଯେଉଁ ବ୍ୟକ୍ତି ଏ ଶ୍ରେଷ୍ଠ ଗୁପ୍ତ ଜ୍ଞାନ କଥା ଭକ୍ତମାନଙ୍କ ମଧ୍ୟରେ ବ୍ୟାଖ୍ୟା କରେ ତାକୁ ନିଶ୍ଚିତ ରୂପେ ଭକ୍ତି ପ୍ରାପ୍ତ ହୁଏ ଏବଂ ଶେଷରେ ସେ ନିଶ୍ଚୟ ମୋ ପାଖକୁ ଫେରି ଆସିବ। ଏ ପୃଥିବୀରେ ତା ଅପେକ୍ଷା ଅଧିକ ପ୍ରିୟ ସେବକ ମୋର ଆଉ କେହି ନାହାନ୍ତି କିମ୍ବା ଆଉ କେହି ହେବେ ନାହିଁ। ମୁଁ ଘୋଷଣା କରୁଅଛି ଯେ ଏହି ପବିତ୍ର ସମ୍ବାଦ ଯେ ପାଠ କରେ, ଯେ ବୁଦ୍ଧି ଯୋଗରେ ମୋର ପୂଜା କରେ, ଯେଉଁ ବ୍ୟକ୍ତି ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସ ସହକାରେ ଈର୍ଷାନ୍ୱିତ ନ ହୋଇ ଏହାକୁ ଶ୍ରବଣ କରେ, ସେ ପାପକର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଏ ଏବଂ ପୁଣ୍ୟବନ୍ତ ଲୋକମାନେ ବାସ କରୁଥିବା ଲୋକ ପ୍ରାପ୍ତ ହୁଏ। ହେ ଧନଞ୍ଜୟ ଅର୍ଜୁନ, ତୁମେ ଏହାକୁ ଏକାଗ୍ର ଚିତ୍ତରେ ଶୁଣିଛ ତ? ବର୍ତ୍ତମାନ ତୁମର ଅଜ୍ଞାନତା ଓ ମୋହ ଦୂର ହେଲା ତ? ଅର୍ଜୁନ କହିଲେ, ହେ ମୋର ପରମ ପ୍ରିୟ କୃଷ୍ଣ, ହେ ଅଚ୍ୟୁତ, ମୋର ମୋହ ବର୍ତ୍ତମାନ ଦୂର ହୋଇଗଲା। ଆପଣଙ୍କ କୃପାରୁ ମୁଁ ମୋର ସ୍ମୃତି ଫେରି ପାଇଲି ଏବଂ ବର୍ତ୍ତମାନ ମୁଁ ବିଶ୍ୱାସରେ ଦୃଢ଼ ହୋଇଗଲି ଏବଂ ସନ୍ଦେହରୁ ମୁକ୍ତ ହୋଇଗଲି ଏବଂ ମୁଁ ଆପଣଙ୍କ ଉପଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ପ୍ରସ୍ତୁତ। ସଞ୍ଜୟ କହିଲେ, ଏହିପରି ମୁଁ କୃଷ୍ଣ ଓ ଅର୍ଜୁନ ଏହି ଦୁଇ ମହାତ୍ମାଙ୍କର ବାର୍ତ୍ତାଳାପ ଶୁଣିଲି। ସେ ସମ୍ବାଦ ଏତେ ଅଦ୍ଭୁତ ଯେ ତାହା ଶୁଣି ମୋର ରୋମାଞ୍ଚ ଜାତ ହେଲା। ବ୍ୟାସଦେବଙ୍କ କୃପାରୁ ମୁଁ ପ୍ରତ୍ୟକ୍ଷ ଭାବରେ ଯୋଗୀଶ୍ୱର ଶ୍ରୀକୃଷ୍ଣଙ୍କଠାରୁ ଏ ଅତି ଗୂଢ଼ତମ କଥା ଶୁଣିଛି। ସେ ଯୋଗୀଶ୍ୱର କୃଷ୍ଣ ସ୍ୱୟଂ ଅର୍ଜୁନଙ୍କୁ ଏ କଥା କହୁଥିଲେ। ହେ ରାଜନ, ମୁଁ କୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ଏ ଅଦ୍ଭୁତ ଓ ପବିତ୍ର ସମ୍ବାଦକୁ ଯେତେ ଥର ସ୍ମରଣ କରୁଛି, ପ୍ରତ୍ୟେକ ଥର ସେତେ ଆନନ୍ଦ ଅନୁଭବ କରୁଛି। ହେ ରାଜନ, ମୁଁ ଯେତେବେଳେ ଶ୍ରୀକୃଷ୍ଣ ଭଗବାନଙ୍କର ଅତି ଅଦ୍ଭୁତ ରୂପକୁ ସ୍ମରଣ କରେ, ସେତେବେଳେ ମୁଁ ଅତ୍ୟଧିକ ବିସ୍ମିତ ହୁଏ ଏବଂ ପୁନଃ ପୁନଃ ଆନନ୍ଦ ଅନୁଭବ କରେ। ଯେଉଁଠାରେ ଯୋଗେଶ୍ୱର କୃଷ୍ଣ ଅଛନ୍ତି, ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ନିଶ୍ଚିତ ଭାବେ ଐଶ୍ୱର୍ଯ୍ୟ, ବିଜୟ, ଅତି ଆଶ୍ଚର୍ଯ୍ୟ ଶକ୍ତି ଏବଂ ନୈତିକତା ଅଛି। ଏହା ହେଉଛି ମୋର ମତ। ଭକ୍ତି ବେଦାନ୍ତ ଭାଷ୍ୟର ଶ୍ରୀମଦ୍ ଭଗବଦ୍ ଗୀତାର ଉପସଂହାର ରୂପ ମୁଖ୍ୟ ସନ୍ନ୍ୟାସ ଯୋଗ ଶୀର୍ଷକ 18 ଅଧ୍ୟାୟ ଶେଷ ହେଲା।